ଓଲଟା ବହିଥାଏ ନର୍ମଦା ନଦୀ। ଦେଶର ଏକମାତ୍ର ଏଭଳି ନଦୀ ଯିଏକି ତାର ସଠିକ୍ ଦିଗରେ ନ ଯାଇ ତାର ବିପରୀତ ଦିଗରେ ବହିଥାଏ। ଦୁନିଆରେ ଏମିତି ହଜାର ହଜାର ନଦୀ ଅଛି ଯିଏକି ସିଧା ବା ତଳକୁ ପ୍ରଭାବିତ ହୋଇଥାଏ, କିନ୍ତୁ ନର୍ମଦା ନଦୀ ଆମ ଦେଶର ଏମିତି ଏକ ନଦୀ ଯିଏକି ସିଧା ପ୍ରଭାବିତ ହୋଇନଥାଏ, ଏହା ଓଲଟା ବହିଥାଏ। ଆଉ ଏହା ପଛରେ ବହୁତ ବଡ଼ ରହସ୍ୟ ମଧ୍ୟ ରହିଛି। କ'ଣ ଆପଣ ଏହି ରହସ୍ୟ ବିଷୟରେ ଜାଣିଛନ୍ତି? ଏହା ପଛରେ ଧାର୍ମିକ ସହିତ କିଛି ବୈଜ୍ଞାନିକ କାରଣ ବି ଥାଇପାରେ। ଆଜିର ଏ ଭିଡ଼ିଓ ଖାସ୍ ଏହି ଟପିକ୍ ଉପରେ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଭାରତବର୍ଷକୁ ନଦୀର ଦେଶ କୁହାଯାଏ, କାରଣ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅନେକ ନଦୀ ଏଠାରେ ବହୁଛି। ନଦୀର ଦେଶ ଭାବରେ ଜଣାଶୁଣା ଆମ ଭାରତବର୍ଷ, କାରଣ ଦେଶର ପୂର୍ବରୁ ପଶ୍ଚିମ ଦିଗଠାରୁ ନେଇ ଉତ୍ତରରୁ ଦକ୍ଷିଣ ଦିଗ ପର୍ଯ୍ୟନ୍ତ ଅନେକ ନଦୀ ପ୍ରଭାବିତ ହେଉଛି। ଭାରତରେ ବହିଥିବା ଅନେକ ନଦୀ ସହିତ ଅନେକ କାହାଣୀ ମଧ୍ୟ ଜଡ଼ିତ ହୋଇ ରହିଛି। ଏପରିକି ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଅନେକ ନଦୀ କୋଟି କୋଟି ଭାରତୀୟଙ୍କ ଲାଗି ବେଶ୍ ପବିତ୍ର ବୋଲି ମନାଯାଏ। ଆପଣ ନିଶ୍ଚୟ ନଦୀ ବିଷୟରେ ଏକ ଲୋକକଥା ଶୁଣିଥିବେ। ତାହା ହେଉଛି, ଯଦି ଆପଣଙ୍କୁ ନଦୀରେ ଆଗକୁ ବଢ଼ିବାର ଅଛି ଆଉ ଆପଣ ଯଦି ବୁଡ଼ିବାକୁ ଚାହୁଁନାହାନ୍ତି, ତାହେଲେ ଆପଣ ନଦୀର ଦିଗ ଯେଉଁପଟେ ଯାଇଛି ଆପଣ ସେହି ଦିଗରେ ଆଗକୁ ଯିବାକୁ ପଡ଼ିବ। ଯଦି ଆପଣ ଓଲଟା ଏହି କାମକୁ କରିବେ, ତାହେଲେ ଏହା କଠିନ ହୋଇପାରେ ଆପଣଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ। ହେଲେ ଯଦି ଗୋଟିଏ ନଦୀ ହିଁ ନିଜେ ଓଲଟା ପ୍ରଭାବିତ ହେବାକୁ ଲାଗେ, ତାହେଲେ କ'ଣ କରାଯାଇପାରିବ? ଆପଣ ଜାଣି ରଖନ୍ତୁ ଯେ ଭାରତୀୟ ସମାଜରେ ନଦୀର ଏକ ବଡ଼ ଅବଦାନ ରହିଛି। ଦେଶରେ ନଦୀ ମଧ୍ୟ ପୂଜା କରାଯାଏ। ଆମେ ଯେଉଁ ନଦୀ ବିଷୟରେ କହୁଛୁ ତାହାକୁ ମଧ୍ୟ ପୂଜା କରାଯାଏ ଆଉ ଏହାକୁ ବହୁତ ପବିତ୍ର ନଦୀ ମନାଯାଏ। ଲୋକେ ଏହି ନଦୀକୁ ମା' ବୋଲି ସମ୍ବୋଧନ କରିଥାନ୍ତି। ହେଲେ ଦେଶରେ ଏହି ନଦୀ ଯାହାକି ଓଲଟା ପ୍ରଭାବିତ ହୋଇଥାଏ ଆଉ ଏଥିପାଇଁ ଏହା ସମସ୍ତଙ୍କଠାରୁ ସ୍ୱତନ୍ତ୍ର ହୋଇଛି। ଏଠାରେ ଓଲଟା ପ୍ରଭାବିତ ଅର୍ଥ ଏହା ଯେ ଯେଉଁଠାରେ ଦେଶର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରଭାବିତ ହୋଇ ବଙ୍ଗୋପସାଗରରେ ପଡ଼ୁଛି, ସେଠି ନର୍ମଦା ନଦୀ ଏକମାତ୍ର ନଦୀ ଯିଏ ପୂର୍ବରୁ ପଶ୍ଚିମକୁ ପ୍ରଭାବିତ ହୋଇ ଆରବ ସାଗରରେ ପଡ଼ିଥାଏ। କାହିଁକି ସ୍ରୋତ ବିରୋଧରେ ପ୍ରଭାବିତ ହୋଇଥାଏ ଏହି ନଦୀ? ଜାଣି ରଖନ୍ତୁ, ନର୍ମଦା ନଦୀ ହେଉଛି ଦେଶର ଦୁଇଟି ବଡ଼ ରାଜ୍ୟ ଗୁଜରାଟ ଏବଂ ମଧ୍ୟପ୍ରଦେଶର ମୁଖ୍ୟ ନଦୀ। ନର୍ମଦା ନଦୀ ଏହାର ଧାରାର ବିପରୀତ ଦିଗରେ ପ୍ରଭାବିତ ହୋଇଥାଏ, ଯାହା ଅନ୍ୟ ନଦୀଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ। ଗୋଟିଏ ପଟେ ଯେଉଁଠାରେ ଦେଶର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ବହି ବଙ୍ଗୋପସାଗରରେ ପଡ଼ୁଥିବା ବେଳେ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ବହି ଆରବ ସାଗରରେ ପଡ଼ିଥାଏ। କାହିଁକି ଏହାର ଧାରାର ବିପରୀତ ଦିଗରେ ପ୍ରଭାବିତ ହୋଇଥାଏ, ଏବେ ଜାଣନ୍ତୁ। ଅନେକ ଲୋକ ଏହା ପଛରେ ରହିଥିବା ଅନେକ ଧାର୍ମିକ କାରଣ ସମ୍ପର୍କରେ କହିଥାନ୍ତି, ତଥାପି ଏହା ଲୋକଙ୍କର ଆସ୍ଥା ଆଉ ବିଶ୍ୱାସର ବିଷୟ। ଏ ସମ୍ପର୍କରେ କିଛି କହିବା ପୂର୍ବରୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ସମ୍ପର୍କରେ ଏବେ ଜାଣନ୍ତୁ। ଗୁଜରାଟ ଏବଂ ମଧ୍ୟପ୍ରଦେଶ ଏହି ରାଜ୍ୟ ଦ୍ୱୟର ମୁଖ୍ୟ ନଦୀ ଭାବରେ ପରିଚିତ ନର୍ମଦା ନଦୀ। ହେଲେ ଏହି ନଦୀ ଏହାର ଧାରାର ବିପରୀତ ଦିଗରେ ପ୍ରଭାବିତ ହେବାର ସବୁଠାରୁ ବଡ଼ କାରଣ ହେଉଛି ରିଫ୍ଟ ଉପତ୍ୟକା। ଆଜ୍ଞା ହଁ, ରିଫ୍ଟ ଉପତ୍ୟକାର ଅର୍ଥ ହେଉଛି ଯେଉଁ ଦିଗରେ ନଦୀ ବହିଥାଏ ଏହାର ଢାଲୁ ଏହାର ବିପରୀତ ଦିଗରେ ଅବସ୍ଥିତ ରହିଥାଏ। ଆଉ ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ। ନର୍ମଦା ନଦୀର ଉତ୍ପତ୍ତିସ୍ଥଳ ହେଉଛି ମୈଖଲ ପର୍ବତର ଅମରକଣ୍ଟକ ସ୍ଥିତ ପର୍ବତ। ଏଠାରୁ ବହିଥିବା ନର୍ମଦା ନଦୀ ସିଧା ଯାଇ ଆରବ ସାଗରରେ ପଡ଼ିଥାଏ। ଏବେ ଆପଣ ଜାଣନ୍ତୁ ଏହା ପଛରେ ଧାର୍ମିକ କାରଣ କ'ଣ ରହିଛି, ଯାହାକୁ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି। ଯଦି ଆପଣ ଏହାକୁ ଏକ ଧାର୍ମିକ ଦୃଷ୍ଟିକୋଣରୁ ଦେଖିବେ, ତାହେଲେ ଆପଣ ଏହା ପଛରେ ଏକ ଲୋକପ୍ରିୟ କାହାଣୀ ବିଷୟରେ ଜାଣିବାକୁ ପାଇବେ। କାହାଣୀ ଅନୁସାରେ ନର୍ମଦା ନଦୀ ଏହାର ବିପରୀତ ଦିଗରେ ପ୍ରବାହିତ ହେବା ପଛରେ ଏକ ପୌରାଣିକ କାହାଣୀ ରହିଛି। କୁହାଯାଏ ଯେ ନର୍ମଦା ନଦୀର ବିବାହ ସୋନଭଦ୍ରଙ୍କ ସହ ସ୍ଥିର ହୋଇଥିଲା।
ହେଲେ ନର୍ମଦାଙ୍କ ବନ୍ଧୁ ଜୋହିଲା କାରଣରୁ ଉଭୟଙ୍କ ମଧ୍ୟରେ ଦୂରତା ଆସିଥିଲା। ଏହାକୁ ନେଇ କ୍ରୋଧିତ ହୋଇ ଉଠିଥିବା ନର୍ମଦା ଆଜୀବନ କୁମାରୀ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଧାରାର ବିପରୀତ ଦିଗରେ ପ୍ରବାହିତ ହେବାକୁ ନିଷ୍ପତ୍ତି ନେଲେ। ତେବେ ଏହି ନର୍ମଦା ନଦୀ ହେଉଛି ଭାରତର ଏକ ବିଶାଳ ନଦୀ, ଯାହାକି ରେଭା ନାଁରେ ମଧ୍ୟ ଜଣାଶୁଣା। ଏହା ଭାରତୀୟ ଉପମହାଦ୍ୱୀପର ପଞ୍ଚମ ଦୀର୍ଘତମ ନଦୀ। ଗୋଦାବରୀ ଏବଂ କୃଷ୍ଣା ନଦୀ ପରେ ଭାରତରେ ରହୁଥିବା ତୃତୀୟ ଦୀର୍ଘତମ ନଦୀ ହେଉଛି ନର୍ମଦା। ମଧ୍ୟପ୍ରଦେଶରେ ଏହାର ବିଶାଳ ଭାଗ ରହିଥିବାରୁ ଏହାକୁ ମଧ୍ୟପ୍ରଦେଶର ଜୀବନରେଖା ବୋଲି କୁହାଯାଏ। ଏହା ଉତ୍ତର ଏବଂ ଦକ୍ଷିଣ ଭାରତ ମଝିରେ ଏକ ପାରମ୍ପରିକ ସୀମାରେଖା ଭଳି କାମ କରିଥାଏ। ତେବେ ଏହା ନିଜ ଉତ୍ପତ୍ତି ସ୍ଥଳର ପଶ୍ଚିମ ପଟେ 1312 କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଆରବ ସାଗରର ଗଲ୍ଫ ଅଫ୍ ଖମ୍ବଟଠାରେ ମିଶିଛି। ଏହି ନଦୀ ସମୁଦ୍ରରେ ମିଶିବା ପୂର୍ବରୁ କୌଣସି ବି ତ୍ରିକୋଣ ଭୂମି ସୃଷ୍ଟି କରିନଥାଏ। ନର୍ମଦାକୁ ପୁରାଣରେ ଭଗବାନ ଶିବଙ୍କ ପୁତ୍ରୀ ବୋଲି କୁହାଯାଏ। ନର୍ମଦା ପୁରାଣ ନାମରେ ଏକ ପୁରାଣ ମଧ୍ୟ ରହିଛି। ଏହି କାରଣରୁ ଏହି ନଦୀକୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଗଙ୍ଗା ଠାରୁ ବି ପବିତ୍ର ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଜ୍ୟେଷ୍ଠ ମାସରେ ଗଙ୍ଗା ସପ୍ତମୀ ଦିନ ଗଙ୍ଗା ମାତା ସ୍ୱୟଂ ନର୍ମଦାରେ ସ୍ନାନ କରିବା ପାଇଁ ମାନବ ରୂପରେ ଆସିଥାନ୍ତି। ତେବେ ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଆମ ଦେଶ ଦୁନିଆ ସହ ଜଡ଼ିତ ଏଭଳି ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।